ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୋରଡ଼ା ଠାରେ ମା କନ୍ଦୁଣୀ ଦେବୀଙ୍କ କଣ୍ଟାପିଢ଼ା ଯାତ୍ରାର ଶୁଭାରମ୍ଭରେ ମାଙ୍କ ବାଲିଯାତ୍ରା ଆରମ୍ଭ। ବର୍ତ୍ତମାନର ବିଧାୟକ ନୀଳମଣି ବିଶୋଇଙ୍କ ତତ୍ତ୍ୱାବଧାନରେ ଓ ସୋରଡ଼ାର ଜନସାଧାରଣଙ୍କ ସହଯୋଗରେ ମା କନ୍ଦୁଣୀ ଦେବୀଙ୍କ କଣ୍ଟାପିଢ଼ା ଯାତ୍ରା ଆରମ୍ଭ ହୋଇଛି। ଓଡ଼ିଶାର ସଂସ୍କୃତି ଧାରାରେ ଗଞ୍ଜାମ ଜିଲ୍ଲାର ସ୍ଥାନ ସ୍ୱତନ୍ତ୍ର। କଳା, ସଂସ୍କୃତି, ସାହିତ୍ୟ ଓ ରାଜନୀତି ପ୍ରତ୍ୟେକ କ୍ଷେତ୍ରରେ ଗଞ୍ଜାମରେ ଭରପୁର ଭାବରେ ରହି ଆସିଛି। ଲୋକଚାର ତଥା ଯାନି ଯାତ୍ରାରେ ମଧ୍ୟ ଜିଲ୍ଲାର କୋଣ ଅନୁକୋଣରେ ରହିଛି ବିଭିନ୍ନ ସମାବେଶ। ଜିଲ୍ଲାରେ ଥିବା 22ଟି ବ୍ଲକ ମଧ୍ୟରେ ସୋରଡ଼ା ବ୍ଲକର ସ୍ଥାନ ଅନ୍ୟତମ। ଏହି ସୋରଡ଼ା ମାଟିର ଆରାଧ୍ୟା ଦେବୀ ମା କନ୍ଦୁଣୀ ଦେବୀଙ୍କ ଯାତ୍ରା ଏହି ଚଳିତ ମାସରେ ଅନୁଷ୍ଠିତ ହୁଏ। ମା କନ୍ଦୁଣୀ ଦେବୀଙ୍କ ଯାତ୍ରା ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ମାଙ୍କ ଯାତ୍ରା ପାଇଁ ବାଲି ଆସିଥାଏ। ଏହି ଯାତ୍ରାର ପ୍ରଥମ ଦିନରେ ସୋରଡ଼ା ବଡ଼ ଠାକୁର ପ୍ରଭୁ ଜଗନ୍ନାଥଙ୍କ ନିକଟରୁ ଆଜ୍ଞାମାଳ ଆଣି ମାଙ୍କ ବାଲିଯାତ୍ରା ପାଇଁ ବାଲି ଆଣିବା ପାଇଁ ଗଞ୍ଜାମ ଜିଲ୍ଲାର ଜୀବନଧାରା ବୋଲାଉଥିବା ପବିତ୍ର ପୂର୍ଣ୍ଣାଦାୟା ଋଷିକୁଲ୍ୟା ନଦୀରେ ସମାହିତ ହେଉଥିବା ସ୍ଥାନୀୟ ଜରାଉ ନଦୀର ସଙ୍ଗମ ସ୍ଥଳରୁ ମାଙ୍କ ପାଇଁ ପୂଜା ଅର୍ଚ୍ଚନା କରି ମାଙ୍କ ବାଲି ଅଣାଯାଏ। ଢୋଲ ମହୁରୀ ଶବ୍ଦରେ ସାରା ସହର କମ୍ପି ଉଠେ ଓ ସାରା ସହର ମାଙ୍କ ଅପାର କୃପା ଲାଭ କରିଥାନ୍ତି। ଏହି ବାଲିକୁ ଆଣିବା ପୂର୍ବରୁ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ଠାରୁ ଆଜ୍ଞା ଆଣି ବାଲି ଅଣାଯାଇ ମାଙ୍କ ପାଖରେ ସମର୍ପିତ ହୋଇ ପଞ୍ଚଶସ୍ୟକୁ ଭାଜି ସେଥିରେ ବିଛାଯାଏ। ଏହି ଯାତ୍ରା ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ପ୍ରଭୁ ଜଗନ୍ନାଥଙ୍କ ଠାରୁ ଆଜ୍ଞାରେ ଆରମ୍ଭ ହୋଇ ମୂଳାଷ୍ଟମୀରେ ଶେଷ ହୁଏ। ମା କନ୍ଦୁଣୀ ଦେବୀଙ୍କ କଣ୍ଟାପିଢ଼ା ଯାତ୍ରା ସୋରଡ଼ା ପୁଲିସ ପ୍ରଶାସନ ତରଫରୁ ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କ ନେତୃତ୍ୱରେ ଏହି ବାଲିଯାତ୍ରା ଶାନ୍ତି ଶୃଙ୍ଖଳାର ସହ ବାଲି ଅଣାଯାଇଥିଲା। ସୋରଡ଼ାରୁ ନାରାୟଣ ଡାକୁଆଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।